philosophy of why philosophy of physical education ଦେଖିବା ଓକେ ଆଚ୍ଛା ଦେଖ ଫିଲୋସଫି ଫିଜିକାଲ ଏଜୁକେସନରେ ବହୁତ ପ୍ରକାର ଫିଲୋସଫର କଣ ଦେଇଥିବେ ତାଙ୍କର ସବୁ ଫିଲୋସଫି ଦେଇଥିଲେ ସବୁ ଫିଜିକାଲ ଏଜୁକେସନକୁ କେଉଁ କେଉଁ ରୂପରେ ସବୁ ନେଇଥିଲେ ତାଙ୍କର ଡେଫିନେସନ ତାଙ୍କ ମତାମତ ସବୁ କିଏ କଣ କହିଥିଲେ ହେଲା ଆଚ୍ଛା ମୁଁ ଫିଲୋସଫି ଅଫ ଫିଜିକାଲ ଏଜୁକେସନରେ କିଛି ଫିଲୋସଫିଜ ନେମ୍ କହିବି ପ୍ରଥମେ ହଉଛି ଆଇଡିଆଲୋଜି ହେଲା ଆଚ୍ଛା ପିଲାମାନେ ଶୁଣ ଆଇଡିଆଲୋଜି ପ୍ରଥମେ ପ୍ରଥମେ ଗୋଟେ ଜିନିଷ ଦେଖ ଏଇଟାକୁ ମନେ ରଖ NIR ହୁଏତ କିଏ ବି କଲେକ୍ସନ କରିଥିବ ଏମିତି PEH ହେଲା ଏଟା ଆଚ୍ଛା N ତଳକୁ କଣ ଲେଖିବ R ଲେଖିବ P ତଳକୁ I ତଳକୁ P ଲେଖିବ R ତଳକୁ A ଲେଖିବ ଆଚ୍ଛା ପୁଣି P ତଳକୁ J ଲେଖିବ E ତଳକୁ K ଲେଖିବ ଆଉ S ତଳକୁ A ଲେଖିବ ହେଲା ତାହେଲେ ଆମେ କଣ ଦେଲେ ନା N ତଳକୁ ଆମେ କଣ ଲେଖିଲେ R ଲେଖିଲେ ତାପରେ ଆପଣଙ୍କର I ତଳକୁ P ଲେଖିଲେ R ତଳକୁ A ଲେଖିଲେ P ତଳକୁ J ଲେଖିଲେ E ତଳକୁ K ଲେଖିଲେ S ତଳକୁ କଣ ଲେଖିଲେ ନା ଆପଣଙ୍କର A ଲେଖିଲେ ଓକେ 3 3 6 ଠିକ ଅଛି ଆଚ୍ଛା ହଉ N ତଳକୁ I R ତଳକୁ P R ତଳକୁ A P ତଳକୁ J E ତଳକୁ K H ଆଉ A ନାହିଁ ଲେଖନି ଏତିକି ଥାଉ ହେଲା ସେମିତି ପାଞ୍ଚଟା ଇମ୍ପୋର୍ଟାଣ୍ଟ ହେଲା ଆଚ୍ଛା ଏ ତ ଆପଣ ଲେଖିଦେଇଥିବେ ଦେନ୍ ଆମେ ତଳକୁ ଆସିବା ଟିକେ ତଳକୁ ପଳେଇବା ଏଇଠି ଦେଖ ପ୍ରଥମେ ହଉଛି ଆଇଡିଆଲିଜିମ୍ ହେଲା ଆଇଡିଆଲିଜିମ୍ ଆପଣଙ୍କର ଦେଖ ମୁଁ କାହିଁକି କହୁଛି ମୁଁ ଏଇଟା ଗୋଟେ ସର୍ଟକଟ କି ଗୋଟେ ଆପଣ ଟ୍ରିକ୍ସ ରିମେମ୍ବର କରିଛି ଆପଣ ବି ଅନ୍ୟ ହିସାବରେ ଆପଣ ରିମେମ୍ବର କରିପାରିବେ ଆଚ୍ଛା ଦେଖ ପ୍ରଥମେ ଏନ୍ ଫର କଣ ନା ନ୍ୟାଚୁରାଲିଜିମ୍ ହେଲା ଏନ୍ ଫର କଣ ନ୍ୟାଚୁରାଲିଜିମ୍ ଓକେ ଆଚ୍ଛା ଏନ୍ ଲେଖିଛି ଯେହେତୁ ମୁଁ ଆଗେ ଲେଖିଛି ଏନ୍ ରେ ହଉଛି ନ୍ୟାଚୁରାଲିଜିମ୍ ରାଲିଜିମ୍ LISM ହେଲା ଆଚ୍ଛା ଦେଖ ପ୍ରଥମେ ହଉଛି ଆମେ ଆକର୍ଡିଂ ଟୁ ଟ୍ରିକ୍ସ ପ୍ରଥମେ ଏନ୍ ଫର ନ୍ୟାଚୁରାଲିଜିମ୍ ଆଚ୍ଛା ଏଇ ଯୋଉ ନ୍ୟାଚୁରାଲିଜିମ୍ ର ଆମେ ଆନାଦର ନେମ୍ କାହିଁକି ଶୁଣ ନ୍ୟାଚୁରାଲିଜିମ୍ ମାନେ କଣ ଏମିତି ସାଙ୍କ ବା ଏନ୍ ଫର ନ୍ୟାଚୁରାଲିଜିମ୍ ଶୁଣ ଏନ୍ ଫର ନ୍ୟାଚୁରାଲିଜିମ୍ ଏନ୍ ତଳକୁ ଆର୍ ଅଛି ଆର୍ ଫର କଣ ନା ଆର୍ ଫର ସାରେ ନ୍ୟାଚୁରାଲିଜିମ୍ କିଏ ଦେଇଥିଲେ ନା ରୁସୋ ଦେଇଥିଲେ ତାହେଲେ ଏନ୍ ତଳକୁ ଆର୍ ମାନେ ନ୍ୟାଚୁରାଲିଜିମ୍ ଗିଭେନ୍ ବାଇ କିଏ ନା ରୁସୋ ଆପଣ ଖାତାରେ ଲାଇନ କରି ଲାଇନ ଏଇଠି ନ୍ୟାଚୁରାଲିଜିମ୍ ରୁସୋ ଏମିତି ଲେଖିପାରିବେ ହେଲା ଆଚ୍ଛା ଏନ୍ ତଳକୁ ତାହେଲେ କଣ ହେଲା ଆର୍ ଆର୍ ଫର କିଏ ରୁସୋ ଆର୍ ଓ ୟୁ ଏସ୍ ମୁଁ ଦେଖିକି ଲେଖୁଛି ଆକ୍ଚୁଆଲି ଖାତାରୁ SSE A U ହେଲା ରୁଷୋ କିଏ ନ୍ୟାଚୁରାଲିଜିମ୍ ଦେଇଥିଲେ କିଏ ରୁଷୋ ଦେଇଥିଲେ ଆଚ୍ଛା ଗୋଟେ କଥା ଆସୁଛି କଣ ଜାଣିଛ ନା ପିଲାମାନେ ଏମିତି ପଚାରିବନି ସିଷ୍ଟମ ଟିକେ ବଦଳି ଗଲାଣି ସିଏ ପଚାରିବ ଆପଣଙ୍କର ମେଟେରିଆଲିଷ୍ଟିକ କିଏ ଦେଇଥିଲେ ଆପଣ କହିବେ ସାର୍ ତ ମେଟେରିଆଲିଷ୍ଟିକ ତ ଆମର ପଢା ହେଇନି ତାହେଲେ କଥା ହଉଛି କଣ ନା ଆପଣ ଯୋଉ ନ୍ୟାଚୁରାଲିଜିମ୍ ର ଅନ୍ୟ ନାମ ହଉଛି ଆପଣ କଣ ଲେଖିବେ ନ୍ୟାଚୁରାଲିଜିମ୍ ର ଅନ୍ୟ ନାମ କଣ ଲେଖିବେ ଦେଖ ହେଲା ନ୍ୟାଚୁରାଲିଜିମ୍ ର ଅନ୍ୟ ନାମ ହଉଛି କଣ ମେଟେରିଆଲିଷ୍ଟିକ METE ମେଟେରିଆ MA ଭୁଲ ହେଇଯିବ ଯଦି ଇଏ ଅପସନରେ ସବୁ ଭୁଲ MATERI ଆର ଏଟା RIALISTIC ଏଟା ଖାତାରେ ଲେଖୁଛି ମାନେ କାହିଁକି ନା ମୁଁ ବନାନ ଭୁଲ ନ କରିବା ପାଇଁ ଚାହୁଁଛି ତାହେଲେ ନ୍ୟାଚୁରାଲିଜିମ୍ ର ଅନ୍ୟ ନାମ କଣ ମେଟେରିଆଲିଷ୍ଟିକ୍ସ ହେଲା ମେଟେରିଆଲିଷ୍ଟିକ୍ସ ହେଲା ଏଟା ହଉଛି ଆର୍ ପିଲାମାନେ ଏଟା ହଉଛି ଆର୍ ହେଲା ଏଟା ନର୍ମାଲ ଆର୍ ହେଲା ମେଟେରିଆଲିଷ୍ଟିକ୍ସ
ନ୍ୟାଚୁରାଲିଜିମ ର ଅନ୍ୟ ନାମ ଅଛି ମେଟେରିଆଲିଷ୍ଟିକ୍ସ। ତାହେଲେ ପଚାରିବ ରୁଷ କିଏ କଣ ଦେଇଥିଲେ ନା ମେଟେରିଆଲିଷ୍ଟିକ୍ସ ଦେଇଥିଲେ ବା ନ୍ୟାଚୁରାଲିଜିମ ଦେଇଥିଲେ, ସଇଲା କଥା। ନ୍ୟାଚୁରାଲିଜିମ ବା ମେଟେରିଆଲିଷ୍ଟିକ କିଏ ଦେଇଥିଲେ ନା ରୁଷ ଦେଇଥିଲେ ଆକର୍ଡିଂ ଟୁ ଫିଲୋସଫି ଅଫ ଫିଜିକାଲ ଏଜୁକେସନ। ପ୍ରଥମ ଏନ୍ କାହାଣୀ ଶେଷ। ଆଚ୍ଛା ଏଇ ଯୋଉ ରୁଷ, ସେ ପଚାରେ ରୁଷ ତାଙ୍କ ଘର କୋଉଠି? ଏଇ ଯୋଉ ନଥିଲା ନଥିଲା ନା ରୁଷ, କୁଆଡେ ଗଲା? ଏଇ ଯୋଉ ଆମର ସାର୍ ରୁଷ ସାର୍ ନଥିଲେ, ଏ ରୁଷ ତାଙ୍କ ଘର କୋଉଠି କହିଲ? ଆପଣ ବ୍ରାକେଟରେ ଲେଖିବେ, ଟିକେ ଟିକେ ଆପଣ ବ୍ରାକେଟରେ ଲେଖିବେ, ଏଇ ଯୋଉ ରୁଷ ତାଙ୍କ ଘର କୋଉଠି କହିଲ? ଲେଖିବେ ନା, ତାଙ୍କ ଘର ହଉଛି, ରୁଷଙ୍କ ଘର ହଉଛି ଫ୍ରାନ୍ସ। FRANCE। ସେ କହିଦବ ହେଲା। ଫ୍ରାନ୍ସିସ୍ ଫିଲୋସଫର କିଏ ମେଟେରିଆଲିଷ୍ଟିକ ଦେଇଥିଲେ? ଆପଣ କହିବେ ଯେ ରୁଷୋ ଦେଇଥିଲା ଫ୍ରାନ୍ସିସ ର, ଫ୍ରାନ୍ସ ର ରୁଷୋ, ତାଙ୍କ ଘର ହଉଛି ଫ୍ରାନ୍ସ। ଓକେ, ଆଚ୍ଛା ଠିକ ଅଛି, ଗଲା, ଇଏ ଗଲା ନ୍ୟାଚୁରାଲିଜିମ କାହାଣୀ। ତାହେଲେ ଏନ୍ ପରେ କଣ ଥିଲା? ଆଇ ଥିଲା। ଆଇ ଫର କଣ? ଆଇ ଫର ଆଇଡିଆଲିଜିମ। ଆଇଡିଆଲିଜିମ ହେଲା, ଆଇଡିଆଲିଜିମ। ଆଇ ଫର ଆଇଡିଆଲିଜିମ। ଆଇଡିଆଲିଜିମ କିଏ ଦେଇଥିଲେ? ଆଇ ତଳକୁ କଣ ଅଛି? ହଁ ଠିକ, ଆଇ ତଳକୁ ପ୍ଲାଟୋ ଅଛି, PLAP ଅଛି, PLATO ହେଲା, ପ୍ଲାଟୋ ଅଛି। ତାହେଲେ ଆଇଡିଆଲିଜିମ କିଏ ଦେଇଥିଲେ ନା ପ୍ଲାଟୋ ଦେଇଥିଲେ। ଆଚ୍ଛା ଆଇଡିଆଲିଜିମ କଣ ନା ସିଏ, ନ୍ୟାଚୁରାଲିଜିମ କଣ, ସିଏ ସବୁବେଳେ ନେଚର ଉପରେ ଡିପେଣ୍ଡ କରନ୍ତି, ମାନେ ନେଚୁରାଲ କଥା କହନ୍ତି ହେଲା। ଆଚ୍ଛା ଆଇଡିଆଲିଜିମ କଣ? ଦେଖ ଉଦାହରଣ ଯଦି ଦେମି ତାହେଲେ ଆପଣ ଫିଜିକାଲ ଏଜୁକେସନରେ PhD କରନ୍ତୁ। ନ୍ୟାଚୁରାଲିଜିମ ଆଇଡିଆଲିଜିମ ଇଏ ଗୋଟେ ଗୋଟେ 45 ମିନିଟର କ୍ଲାସ। ବିପିଏଡ ରେ ଆପଣ ମେ ବି କରିଥିବେ କି ନାହିଁ ମୁଁ ଜାଣିନି। ବିପିଏଡ ରେ ଗୋଟେ ଗୋଟେ ଦିନ ହଉଛି ନ୍ୟାଚୁରାଲିଜିମ ଟା 45 ମିନିଟ, ଆଇଡିଆଲିଜିମ ଟା 45 ମିନିଟ, ଏସବୁ ଚାଲେ। ତେଣୁକରି ଆମେ ଯେହେତୁ ଏଠି ଏକ୍ସାମ କ୍ରାକ୍ କରିବାକୁ ଅଛି ସର୍ଟ ପିରିୟଡ ଅଫ ଟାଇମ ରେ, ତେଣୁକରି ଆମେ ତାର ମୁଖ୍ୟ ଜିନିଷରେ ଯାଇକି ପହଞ୍ଚିବାର ଅଛି। ତେଣୁକରି ଆଇଡିଆଲିଜିମ ର ଅର୍ଥ କଣ? ସିଏ କୌଣସି ଆଇଡିଆ, ସିଏ ସବୁବେଳେ ଆଇଡିଆ ଲକ୍ଷେଇ କୌଣସି କଥାବାର୍ତ୍ତା କରୁଥିବେ, ତାଙ୍କୁ କହନ୍ତି ଆଇଡିଆଲିଜିମ। ପ୍ଲାଟୋ କହିଲେ ଏମାନେ ହଉଛନ୍ତି ଆଇଡିଆଲିଜିମ। ଆଇଡିଆଲିଜିମ କିଏ ଦେଇଥିଲେ ନା ପ୍ଲାଟୋ ଦେଇଥିଲେ। ଆଚ୍ଛା ଗଲା। ଆଚ୍ଛା ଏଇ ଯୋଉ ପ୍ଲାଟୋ ନୁହଁ ନା, ଆଙ୍କ ଘର କୋଉଠି କହିଲ? ଏଇ ଆଙ୍କ ଘର ବା ସେଇ ଯୋଉ ଗ୍ରୀକ ଛକରେ, ଗ୍ରୀକ ହେଲା, ଗ୍ରୀକ, GREE ହେଲା, ଗାର ମାରିଦେଲି ସେଟା ହଉଛି କେ, ଆପଣ ବୁଝି ନେବେ। ଓକେ, ଆଚ୍ଛା ଇଏ ଗଲା ପ୍ଲାଟୋ। କିନ୍ତୁ ଆଇଡିଆଲିଜିମ ର ଅନ୍ୟ ନାମ କଣ? ଆଚ୍ଛା ଶୁଣ, ଆଇଡିଆଲିଜିମ ର ଅନ୍ୟ ନାମ ସିଏ ପଚାରିବ ପ୍ଲାଟୋ। ଏଇ ଯୋଉ ଆଇଡିଆଲିଜିମ ର ଅନ୍ୟ ନାମ କଣ? ପ୍ରଥମେ ଏକ ନମ୍ବର ହଉଛି, ଗୋଟିଏ ହଉଛି କନସେପଚୁଆଲିଜିମ ହେଲା, ଗୋଟେ କନସେପ୍ଟ ନେଇକି କହିବେ, କନସେପଚୁଆଲିଜିମ, TUA। ମୁଁ ସ୍ପେଲିଂ କହିବାର କାରଣ ହୁଏତ ଅକ୍ଷର ନ ବୁଝି ପାଇଲେ ଆପଣ ଭଏସ ଟା ଶୁଣିକି ଦେଖିଦେଇ ପାରିବେ। କନସେପଚୁଆଲିଜିମ, LILISM ହେଲା, କନସେପଚୁଆଲିଜିମ। ଆଚ୍ଛା କିଏ? କିଏ ଆପଣଙ୍କର ଆଇଡିଆଲିଜିମ ର। କନସେପଚୁଆଲିଜିମ ଯେହେତୁ, ଅନ୍ୟ ନାମ କଣ? ଆଉ ଗୋଟେ ନାଁ କଣ ନା, ଆଉ ଗୋଟେ ନାଁ ହଉଛି, ଆଉ ଗୋଟେ କନସେପଚୁଆଲିଜିମ, ଆଉ ଗୋଟେ ହଉଛି ସ୍ପିରିଚୁଆଲିଜିମ ହେଲା। ସ୍ପିରିଚୁଆଲିଜିମ, TUALISM ହେଲା, କନସେପଚୁଆଲିଜିମ ଆଉ ହଉଛି କଣ? ସ୍ପିରିଚୁଆଲିଜିମ, ବୁଝିହେଲା। ତାହେଲେ ଆଇଡିଆଲିଜିମ ର ଅନ୍ୟ ନାମ ହଉଛି କନସେପଚୁଆଲିଜିମ ବା ସ୍ପିରିଚୁଆଲିଜିମ। ଏଇ ଯୋଉ କନସେପଚୁଆଲିଜିମ ସ୍ପିରିଚୁଆଲିଜିମ କିଏ ଦେଇଥିଲେ ନା ଗ୍ରୀକ ର କିଏ? ପ୍ଲାଟୋ ଦେଇଥିଲେ। ତାହେଲେ I = P, ଆପଣ ବୁଝିପାରୁଥିବେ, N = R, I = P, ମେ ବି ଆପଣ ମାନେ ସମସ୍ତେ ବୁଝିପାରୁଥିବେ। ଓକେ, ତାପରେ ଆମେ ଯିବା କୋଉଠିକି? ତାପରେ ଯିବା କଣ? ଆର୍ ହେଲା, ଆର୍। ଆର୍ ରେ କଣ କହିଲ ନା, ଆର୍ ରେ ହଉଛି ଆପଣଙ୍କର ରିଏଲିଜିମ। ରିଆଲିଜିମ, LISM ହେଲା, ରିଏଲିଜିମ ମାନେ କଣ? ଇଏ ହଉଛି ସବୁବେଳେ ରିଆଲିଟି କଥା କହୁଥିବେ, ରିଆଲିଟି ପ୍ରିନ୍ସିପଲ ଆପଣ ମୁଁ ପଢେଇଥିଲି ସେଠି, ଯୋଉ କଣ ସିଗମଣ୍ଡ ଫ୍ରଏଡ, ତ ତାଙ୍କ କଥା ଛାଡ। କିନ୍ତୁ ଇଏ ହଉଛି କଣ, ଇଏ ଯୋଉ ଇଏ ଲୋକମାନେ କଣ ସବୁବେଳେ ରିଆଲିଟି କଥା କହିବେ, ରିଏଲ କଥାଟା କହିବେ। ସିଏ ହଉଛି ନେଚର ଉପରେ ଡିପେଣ୍ଡ କରିବେ, ଇଏ ରିଏଲ ଉପରେ ଡିପେଣ୍ଡ କରିବେ। ସିଏ ଆଇଡିଆ ଲଗେଇବା, କନସେପ୍ଟ ଉପରେ କଥା କହିବା, ସ୍ପିରିଚୁଆଲିଜିମ ଗୋଟେ ଆଧ୍ୟାତ୍ମିକ ଉପରେ କଥାବାର୍ତ୍ତା କରିବେ। ତେଣୁକରି ଏମାନଙ୍କୁ କଣ କୁହାଯିବ ନା ରିଆଲିଜିମ କୁହାଯିବ। ଓକେ, ଆଚ୍ଛା ରିଆଲିଜିମ କିଏ ଦେଇଥିଲେ? ଆର୍ ତଳକୁ କଣ ନା ଏ, ଠିକ କଥା, ଆର୍ ତଳକୁ ଏ। ତାହେଲେ ରିଆଲିଜିମ କିଏ ଦେଇଥିଲେ? ଆରିଷ୍ଟଟଲ। ଆପଣ +3 ଆର୍ଟସ ଯାହାର, ସେମାନେ ପଢିଥିବେ ପ୍ରାୟ, ଦିନ ଦିନ ଧରିକି ଘୋଷିକି ବସୁଥିବେ ଆରିଷ୍ଟଟଲଙ୍କ ମତରେ, ଏଇଟା ସେଇଟା ସେଇଟା ଏଇଟା ଏଇଟା ଚାଲିଥିବ ନାଇଁ କି। ଆଚ୍ଛା ଆରିଷ୍ଟଟଲ ସବୁଆଡେ ଅଛନ୍ତି। ଆରିଷ୍ଟଟଲ, ARISTOTLE, ଆରିଷ୍ଟଟଲ। ଆରିଷ୍ଟଟଲ କଣ ଦେଇଥିଲେ ନା ରିଏଲିଜିମ ଦେଇଥିଲେ। ଆଚ୍ଛା ଏଇ ଯୋଉ ରିଏଲିଜିମ,
ଆଚ୍ଛା ଏଇ ଆରିଷ୍ଟଟଲଙ୍କ ଘର କୋଉଠି? ନା ଆରିଷ୍ଟଟଲଙ୍କ ଘର ହଉଛି କୋଉଠି ଗ୍ରୀସ୍। ଗୋଟିଏ ହଉଛି ପ୍ଲାଟୋଙ୍କ ଘର ଗ୍ରୀକ୍, ଆଙ୍କ ଘର ହଉଛି ଗ୍ରୀସ୍। ଜି ଆର ଡବଲ ଇ ସି ଇ ହେଲା, ଆଙ୍କ ଘର ହଉଛି ଗ୍ରୀସ୍, ତାଙ୍କ ଘର ହଉଛି ଗ୍ରୀକ୍। ଆଚ୍ଛା ଏଇ ଯୋଉ ରିଆଲିଜିମ୍ ନଥିଲା ନା ପିଲାମାନେ, ଏଇ ଯୋଉ କଥା କଣ ନା ଏଇ ଯୋଉ ରିଆଲିଜିମ୍ ନଥିଲା, ଆଚ୍ଛା ଏଇ ଯୋଉ ରିଆଲିଜିମ୍ ର ଅନ୍ୟ ନାମ କଣ କହିଲ ଦେଖିବା? ରିଏଲିଜିମ୍ ର ଅନ୍ୟ ନାମ, ନା ରିଏଲିଜିମ୍ ର ଅନ୍ୟ ନାମ ହଉଛି ଅବଜେକ୍ଟିଭିଜିମ୍। ଅବଜେକ୍ଟିଭିଜିମ୍, ଓ ବି ଜେ ଇ ସି ଟି ଆଇ ଭି ଆଇ ଏସ୍ ଏମ୍ ହେଲା, ଅବଜେକ୍ଟିଭିଜିମ୍ ହେଲା। ରିଏଲିଜିମ୍ ର ଅନ୍ୟ ନାମ ହଉଛି କଣ? ଅବଜେକ୍ଟିଭିଜିମ୍, ଯାହାକୁ ଦେଇଥିଲେ ପ୍ଲାଟୋ, ତାଙ୍କ ଘର ହଉଛି ଗ୍ରୀସ୍ ହେଲା। ତାଙ୍କ ଘର କୋଉଠି? ନା ଗ୍ରୀସ୍, ଗ୍ରୀସ୍ ରେ। ଓକେ। ଆଚ୍ଛା ଯୋଉଠି ଅଲମ୍ପିକ ପ୍ରଥମେ ଆରମ୍ଭ ହେଇଥିଲା, ବୁଝିପାରୁଛ ନା? ଓକେ ଆଚ୍ଛା ହଉ, ଅଲମ୍ପିକ କୁ ଯିବା ଆଜି ଆମେ। ଇଏ ଗଲା ଆର ତଳକୁ କଣ ଥିଲା ଆପଣଙ୍କର? ଏ ଗଲା ଆର ରିଆଲିଜିମ୍ ଇଜ ଇକ୍ୱାଲ ଟୁ ଆରିଷ୍ଟଟଲ ଗଲା ଆପଣଙ୍କର। ଆଚ୍ଛା ହଉ ହୁଁ ରିଆଲିଜିମ୍। ତାପରେ ଆସିଛି କଣ? ପି, এটা ଭେରି ଭେରି ଇମ୍ପୋର୍ଟାଣ୍ଟ। ପି, ପି ଇଜ ଇକ୍ୱାଲ ଟୁ କଣ? ଜେ ହେଲା। ପି ଇଜ ଇକ୍ୱାଲ ଟୁ ଜେ, ପି ଇଜ ଇକ୍ୱାଲ ଟୁ ଜେ। ତାହେଲେ ପି, ପି ରେ ହଉଛି ପ୍ରାଗ୍ମାଟିଜିମ୍ ହେଲା। ପି ଆର ଏ ଜି ଏମ ଏ ଟି ଆଇ ଏସ୍ ଏମ୍, ପ୍ରାଗ୍ମାଟିଜିମ୍। ଆଚ୍ଛା ପ୍ରାଗ୍ମାଟିଜିମ୍ କୁ କିଏ ଦେଇଥିଲେ? ପି ଇଜ ଇକ୍ୱାଲ ଟୁ କଣ? ଜେ, ଜନ୍ ଡିୱେ। କିଏ ଦେଇଥିଲେ? ଆପଣ ମାନେ ପ୍ରାୟ ପଢିଥିବେ, ଜନ୍ ଡିୱେ। ଜେ ଓ ଏଚ୍ ଏନ୍, ଜନ୍ ଡିୱେ, ଡି ଇ ଡବ୍ଲ୍ୟୁ ଇ ୱାଇ ହେଲା, ଜନ୍ ଡିୱେ। ତାହେଲେ ପି ଇଜ ଇକ୍ୱାଲ ଟୁ ଜେ ଗଲା, ଜନ୍ ଡିୱେ। ଆଙ୍କ ଘର କୋଉଠି? ନା ୟୁଏସଏ ରେ, ୟୁନାଇଟେଡ୍ ଷ୍ଟେଟ୍ ଅଫ ଆମେରିକା ହେଲା, ୟୁନାଇଟେଡ୍ ଷ୍ଟେଟ୍ସ ଅଫ ଆମେରିକା ଆଙ୍କ ଘର। ଆଚ୍ଛା ଏଇ ଯୋଉ ଆପଣଙ୍କର ଯୋଉ କଥା ଆସିଲାନି ନା କଣ କହିଲ, ଏଇ ଯୋଉ ପ୍ରାଗ୍ମାଟିଜିମ୍, ଏଇ ଯୋଉ ପ୍ରାଗ୍ମାଟିଜିମ୍ ଲେଖା ହେଇଛି, ଆଙ୍କର ୟା ନା ଅନ୍ୟ ନା କଣ? ୟା ଅନ୍ୟ ନା ହଉଛି କଣ? ଦିଟା ଅଛି। ଗୋଟେ ହଉଛି ଏକ୍ସପେରିମେଣ୍ଟାଲିଜିମ୍, ଆଉ ଗୋଟେ ହଉଛି ଡ୍ୟୁଏନିଜିମ୍। ଡ୍ୟୁଏନିଜିମ୍ ଟା ପ୍ରାୟତଃ ପରୀକ୍ଷାରେ ପଡେ ନା, କାହିଁକି ନା ଡ୍ୟୁଏନିଜିମ୍, ଜନ୍ ଡିୱେ ପିଲାମାନେ ଧରି ନେବେ, ତେଣୁକରି ପଡେ ନା। ବେଳେ ବେଳେ ପଡେ ଏକ୍ସପେରିମେଣ୍ଟାଲିଜିମ୍। ଏକ୍ସପେରିମେଣ୍ଟାଲିଜିମ୍ ଟା ମଧ୍ୟ ଆମେ ଲେଖିବା। ଓକେ। ଆଚ୍ଛା ପ୍ରାଗ୍ମାଟିଜିମ୍ ର ଅନ୍ୟ ନାମ କଣ? ଏକ୍ସପେରିମେଣ୍ଟାଲିଜିମ୍। ଇ ଇ ଏକ୍ସ ପି ଇ ଏକ୍ସପେରି ଆର ଆଇ ଏକ୍ସପେରିମେଣ୍ଟାଲିଜିମ୍, ଏମ୍ ଇ ଏନ୍ ଟି ଏସ୍, এটা ବଡ ସ୍କ୍ରିନ୍ କରିବାକୁ ପଡିବ ହେଲା। ପ୍ରାଗ୍ମାଟିଜିମ୍ ର ଅନ୍ୟ ନାମ ଏଠି ଲେଖିବା ହେଲା। ପ୍ରାଗ୍ମାଟିଜିମ୍ ର ଅନ୍ୟ ନାମ ହଉଛି କଣ? ଏକ୍ସପେରିମେଣ୍ଟାଲିଜିମ୍। ଇ ଏକ୍ସ ପି ଇ ଆର ଆଇ ଏକ୍ସପେରିମେଣ୍ଟାଲିଜିମ୍, ଏମ୍ ଇ ଏନ୍ ଟି ଏ ଏଲ୍ ଆଇ ଏସ୍ ଏମ୍, ଏକ୍ସପେରିମେଣ୍ଟାଲିଜିମ୍। ତାହେଲେ ପ୍ରାଗ୍ମାଟିଜିମ୍ ର ଅନ୍ୟ ନାମ ହଉଛି କଣ? ଏଇ ଯୋଉ ପ୍ରାଗ୍ମାଟିଜିମ୍ ର ଅନ୍ୟ ନାମ ହଉଛି କଣ? ଏକ୍ସପେରିମେଣ୍ଟାଲିଜିମ୍। ଏକ ଦୁଇରେ, ଦୁଇରେ କଣ? ଡ୍ୟୁଏନିଜିମ୍। ଦୁଇରେ ହଉଛି ଆପଣଙ୍କର କଣ? ଦୁଇ ଟିକେ ତଳକୁ, ଦୁଇରେ ହଉଛି, ଦୁଇରେ, ଦୁଇରେ ହଉଛି କଣ ଆପଣଙ୍କର? ଡ୍ୟୁଏନିଜିମ୍, ଡ୍ୟୁଏଇଜିମ୍, ଏନ୍ ତାପରେ ଡ୍ୟୁଏଇଜିମ୍, ଏସ୍ ଆଇ ଏମ୍ ହେଲା, ଡ୍ୟୁଏଇଜିମ୍। ତାହେଲେ ଡ୍ୟୁଏଇଜିମ୍ ଇଏ ହେଲା ଆପଣଙ୍କର ହଉଛି ପ୍ରାଗ୍ମାଟିଜିମ୍ କାହାଣୀ କଲା। ରେକର୍ଡିଂ ହଉଛି ତ? ହଁ, ପ୍ରାଗ୍ମାଟିଜିମ୍ କାହାଣୀ କଲା। ଆଚ୍ଛା ତାପରେ ଆପଣ, ଆଚ୍ଛା ପ୍ରାଗ୍ମାଟିଜିମ୍, ପ୍ରାଗ୍ମାଟିଜିମ୍ ଅର୍ଥ କଣ? ଆମେ ସେଇଭଳିଆ ଦେଖିବା। ପ୍ରାଗ୍ମାଟିଜିମ୍ ଅର୍ଥ ହଉଛି କଣ? ନା ଗୋଟେ ଏକ୍ସପେରିମେଣ୍ଟ। ବିଭିନ୍ନ ପ୍ରକାର ବହୁତ ବଢିଆ ନାଁ ଥିବ ତାଙ୍କର, ସବୁଠୁ ବେଷ୍ଟ। ଆପଣ ଯଦି କହିବେ ଏଇ ପାଞ୍ଚଟା ଅଛି, ଧରନୀୟ ଆପଣଙ୍କର ହଉଛି ଆଇଡିଆଲିଜିମ୍, ନ୍ୟାଚୁରାଲିଜିମ୍, ରିଆଲିଜିମ୍, ପ୍ରାଗ୍ମାଟିଜିମ୍, ଏକ୍ସଟେନ୍ସିଆଲିଜିମ୍, ଏଇ ଯୋଉ ଏଇ ଯୋଉ ପାଞ୍ଚଟା ଅଛି, ପାଞ୍ଚଟାରୁ ସେ ପଚାରେ ଯଦି ସବୁଠୁ ବେଷ୍ଟ କୋଉଟା, ସବୁଠୁ ବେଷ୍ଟ ଫିଲୋସଫି ଅଫ ଫିଜିକାଲ ଏଜୁକେସନ ର ସବୁଠୁ ସଠିକ ଭାବରେ ଏକ୍ସପେରିମେଣ୍ଟ କେଉଁଠି କରାଯାଇ ପାରିବ? ଆପଣ କହିବେ ପ୍ରାଗ୍ମାଟିଜିମ୍ ରେ ସବୁଠୁ ବେଷ୍ଟ। ବେଷ୍ଟ ହଉଛି କୋଉଠି? ନା ପ୍ରାଗ୍ମାଟିଜିମ୍ ଏଇଠି। ଓକେ ପିଲାମାନେ ବୁଝିପାର, ମନେ ଦେଇକି ଶୁଣ। ପ୍ରାଗ୍ମାଟିଜିମ୍ ହଉଛି ସବୁଠୁ ବେଷ୍ଟ, ସବୁଠୁ ଏଇଠି ହିଁ, ଯୋଉଠି ଏକ୍ସପେରିମେଣ୍ଟ ରହିଲା ଭାଇ ସେଟା କାମ କରିବ, ଏଟା ସ୍ୱାଭାବିକ କଥା। ଆଚ୍ଛା ତାପରେ ଆସିଲା ଆପଣଙ୍କର ପାଞ୍ଚ ନମ୍ବରରେ, ପାଞ୍ଚ ନମ୍ବର ଆସିଲା ଆପଣଙ୍କର କଣ? ନା ପାଞ୍ଚ ନମ୍ବର ହଉଛି କଣ? ଏକ୍ସଟେନ୍ସିଆଲିଜିମ୍, ଏକ୍ସଟେନ୍ସିଆଲିଜିମ୍ ହେଲା। ଏକ୍ସଟେନ୍ ଏଲ୍ ଆଇ ଏସ୍ ଏନ୍ ହେଲା, ଏକ୍ସଟେନ୍ସିଆଲିଜିମ୍। କୋଉଟା? ନା ସରି, ପାଞ୍ଚ ନମ୍ବର ହଉଛି ଆପଣଙ୍କର ଏକ୍ସଟେନ୍ସିଆଲିଜିମ୍। ଇ ଇଜ ଇକ୍ୱାଲ ଟୁ କଣ? ନା ଇ ଇଜ ଇକ୍ୱାଲ ଟୁ କେ। ଇ ଇଜ ଇକ୍ୱାଲ ଟୁ କଣ? ନା କେ।
ଇ ଇଜ ଇକ୍ୱାଲ ଟୁ କେ କଣ? ଆଚ୍ଛା, ଏକ୍ସଟେନ୍ସିଆଲିଜିମ ର କୌଣସି ଅନ୍ୟ ନାମ ନାହିଁ ହେଲା। ଏକ୍ସଟେନ୍ସିଆଲିଜିମ 5 ନମ୍ବର ପଏଣ୍ଟ ଯୋଉଟା ଇ ଇଜ ଇକ୍ୱାଲ ଟୁ କେ ର କୌଣସି କଣ ନାହିଁ ନା ଅନ୍ୟ ନାମ ନାହିଁ। ଏକ୍ସଟେନ୍ସିଆଲିଜିମ ର ପ୍ରପୋନେଣ୍ଟ ବା ପ୍ରପୋଜଡ କିଏ କରିଥିଲେ ନା ସିଏ କରିଥିଲେ କିର୍କେଗାର୍ଡ ହେଲା। ଇ ଇଜ ଇକ୍ୱାଲ ଟୁ କେ ବା କିର୍କେଗାର୍ଡ, ତାର ସ୍ପେଲିଂ ମୁଁ ଲେଖିବି। ବା ଆଉ ଗୋଟେ ଅଛି କଣ ନେଇଡ୍ସ, ଆଉ ଗୋଟେ ଫ୍ୟାକ୍ଟ୍ରି। ହଉ, ତିନିଟା ଲେଖି ଦଉଛି, ତିନିଟା ପଡିବ। ଏକ୍ସଟେନ୍ସିଆଲିଜିମ ଗିଭେନ ବାଇ, ପ୍ରଥମ ହଉଛି କେ, ଇ ଇଜ ଇକ୍ୱାଲ ଟୁ କେ, ପ୍ରଥମେ କେ ଲେଖିବା, କେ ଆଇ ଇ ଆର। ଟିକେ ମାନେ ଅନକମ୍ଫର୍ଟେବଲ ଲାଗିବ ୱାର୍ଡ ସବୁ। କେ ଆଇ ଇ ଆର, କେ ଇ ଜି ଏ ଆର ଆର ଡି, ଗୋଟେ ଗିଭେନ ବାଇ କିଏ? ଏକ୍ସଟେନ୍ସିଆଲିଜିମ। ଦ୍ୱିତୀୟରେ ଏକ, ଦୁଇରେ ଏନ୍ ଆଇ ଇ ଟି ଜେଡ୍ ଏସ୍ ସି ଏଚ୍ ଇ ହେଲା, ଦୁଇ। 3 ନମ୍ବର କିଏ ଦେଇଥିଲେ? 3 ନମ୍ବରରେ କିଏ? ସାଟ୍ରି, ଏସ୍ ଏ ଆର ଟି ଇ, ସାଟ୍ରି ହେଲା। ଇଏ ହଉଛି ଆପଣଙ୍କର କଣ ନା 5ଟା। ପ୍ରଥମେ ମୁଁ ଆଉ ଥରେ ଲେଖି ଦଉଛି, ଦେଖନ୍ତୁ ପିଲାମାନେ, ପୁଣି ମୂଳକୁ ଯାଉଛି। ପ୍ରଥମେ ହଉଛି ଏନ୍ ଇଜ ଇକ୍ୱାଲ ଟୁ, ଏନ୍ ଇଜ ଇକ୍ୱାଲ ଟୁ ଆର, ନ୍ୟାଚୁରାଲିଜିମ ଇଜ ଗିଭେନ ବାଇ ରୁସୋ। ଆଚ୍ଛା, ତାର ଅନ୍ୟ ନାମ ଆପଣ ଦେଖିବେ। ଆଇ ଇଜ ଇକ୍ୱାଲ ଟୁ କଣ? ପି ହେଲା। ଆଇ ଇଜ ଇକ୍ୱାଲ ଟୁ ପି, ଆଇଡିଆଲିଜିମ ସମାନ ପ୍ଲାଟୋ ହେଲା। ଆଚ୍ଛା ହଁ, ଆଉ ତାପରେ ଆସିଲା ଆର, ରିଏଲିଜିମ ସମାନ କିଏ? ନା ଆରିଷ୍ଟଟଲ। ଏନ୍ ଇଜ ଇକ୍ୱାଲ ଟୁ ଆର, ଆଇ ଇଜ ଇକ୍ୱାଲ ଟୁ ପି ଇଜ ଇକ୍ୱାଲ ଟୁ ହେଲା। ଆଇ ଇଜ ଇକ୍ୱାଲ ଟୁ ପି, ଆର ଇଜ ଇକ୍ୱାଲ ଟୁ ଏ, ଇଏ ହେଲା 3ଟା। ଆଚ୍ଛା ତାପରେ 4 ନମ୍ବର ହଉଛି ଆପଣଙ୍କର କଣ? ପି ଇଜ ଇକ୍ୱାଲ ଟୁ ପ୍ରାଗ୍ମାଟିଜିମ ସମାନ କଣ? ଡିଓନିଜିମ, ଯୋଉଟା କହୁଥିଲା ଜନ୍ ଡିଓ, ଜେ। ଆଚ୍ଛା, ତାପରେ ଆସିଲା କଣ? ଇ ଇଜ ଇକ୍ୱାଲ ଟୁ କଣ? କେ। କହିଥିଲି ପିଲାମାନେ, ଇ ଇଜ ଇକ୍ୱାଲ ଟୁ କେ, ଇ ଇଜ ଇକ୍ୱାଲ ଟୁ କେ। ଦେଖ, ସ୍କ୍ରିନସଟ ନେଇପାରିବ। ଓକେ, ହଉ। ତାହେଲେ ନ୍ୟାଚୁରାଲିଜିମ କିଏ ଦେଲେ ଆପଣଙ୍କର? ନା ନ୍ୟାଚୁରାଲିଜିମ ଆପଣଙ୍କର ରୁସୋ ଦେଲେ, ଯାହାଙ୍କ ଘର ଫ୍ରାନ୍ସ। ନ୍ୟାଚୁରାଲିଜିମ ର ଅନ୍ୟ ନାମ ମ୍ୟାଟେରିଆଲିଷ୍ଟିକ୍ସ। ଆଚ୍ଛା, ତାପରେ ହଉଛି ଆଇଡିଆଲିଜିମ। ଆଇଡିଆଲିଜିମ ଆପଣଙ୍କର କିଏ ଦେଲେ? ପ୍ଲାଟୋ, ଯାହାଙ୍କ ଘର ଗ୍ରୀକ। ଆଉ ତାଙ୍କ ନାଁ ସବୁ, ଆଇଡିଆଲିଜିମ ର ଅନ୍ୟ ନାଁ ହଉଛି କନସେପଚୁଆଲିଜିମ, ସ୍ପିରିଚୁଆଲିଜିମ। ଆଚ୍ଛା, ତାପରେ ଆସିଲା ଆର ଫର ରିଆଲିଜିମ। ରିଆଲିଜିମ ର ଅନ୍ୟ ନାମ ହଉଛି ଅବଜେକ୍ଟିଭିଜିମ, ଯାହାକୁ ଦେଇଥିଲେ ଆରିଷ୍ଟଟଲ, ଯାହାଙ୍କ ଘର ହଉଛି ଗ୍ରୀସ। ଆଚ୍ଛା, ତାପରେ ଆସିଲା ପ୍ରାଗ୍ମାଟିଜିମ, ଯାହାଙ୍କୁ ଦେଇଥିଲେ କିଏ? ଜନ୍ ଡିୱେ, ଯାହାଙ୍କର ଅନ୍ୟ ନାମ ହଉଛି କଣ? ଆନାଦର ନେମ ହଉଛି କଣ? ଡିୱେଇଜିମ। ଆଉ ଏକ୍ସପେରିମେଣ୍ଟାଲିଜିମ, ଯାହା ଗୋଟେ ଶେଷ ହଉଛି ଏକ୍ସଟେନ୍ସିଆଲିଜିମ, ଯାହାର କି ଅନ୍ୟ ନାମ ଆନାଦର ନେମ ନାହିଁ, ଯାହାକୁ 3 ଜଣ ଦେଇଥିଲେ, ଗୋଟେ କିର୍କେଗାର୍ଡ, ଆଉ ନେଡ୍ସ, ଆଉ ଗୋଟେ ହଉଛି ସାର୍tre। ଇଏ ହଉଛି କାହାଣୀ, ହଉଛି ଆପଣଙ୍କର ଫିଲୋସଫି ଅଫ ଫିଜିକାଲ ଏଜୁକେସନ। ଗୋଟେ ବେଷ୍ଟ ଟ୍ରିକ୍ ଅନୁଯାୟୀ ଆପଣ ଫିଲୋସଫି ଅଫ ଫିଜିକାଲ ଏଜୁକେସନ କମ୍ପ୍ଲିଟ କରିପାରିବେ। ଆପଣ ଯଦି ଭିତରକୁ ଯାଇକି ପଢିବେ, ତାହେଲେ PhD କୁ ପଳେଇ ଯାଆନ୍ତୁ। ଓକେ, ଆଚ୍ଛା ହଉ।